ଯେତେବେଳେ ଆପଣଙ୍କର ଗ୍ରହଣ ଲାଗିବା ଆରମ୍ଭ ହବ ସେତିକି ବେଳେ ହିଁ ମହାପ୍ରଭୁଙ୍କର ଗ୍ରହଣ ମହାସ୍ନାନ ହବ। ସେଇ ସ୍ନାନ ବିଧି ପାଇଁକା ତଡପ ଉତ୍ତରୀ ପିନ୍ଧିକିରି ବସିଥାନ୍ତି ଏବଂ ସେତିକି ବେଳେ ଗ୍ରହଣ ପାଇଁକା ଖଇକୋରା ଭୋଗ ହେଇକିରି ମହାପ୍ରଭୁଙ୍କର ସେଇ ସମୟରୁ ହିଁ ନୀତି ଆରମ୍ଭ ହୁଏ। ଏପଟେ ଚନ୍ଦ୍ରଗ୍ରହଣ ଲାଗିଥାଏ, ଏପଟେ ମହାପ୍ରଭୁଙ୍କ ନୀତି ଯେବେଠୁ ବନ୍ଦ ହେଇଥିଲା ଦିନ 12:30 ତାର ପରବର୍ତ୍ତୀ ନୀତି ଅର୍ଥାତ୍ ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ଯେତେବେଳେ ଗ୍ରହଣ ଲାଗିଥିବ ମହାପ୍ରଭୁ ଏପଟେ ସନ୍ଧ୍ୟା ଧୂପ ଖାଇବେ, ଭୋଗ ଲାଗିବ, ତାପରେ ମଇଲମ ହେବେ, ଚନ୍ଦନ ଲାଗି ବଡ ସିଂହାର ଅନ୍ୟାନ୍ୟ ନୀତି ତାପରେ ଚାଲିବ। ଚନ୍ଦ୍ରଗ୍ରହଣ ସମୟରେ କଣ ମହାପ୍ରଭୁ ଖଇକୋରା ଭୋଗ ଖାଆନ୍ତି? ଗୋଟେ ଗ୍ରହଣ ଭୋଗ ଗ୍ରହଣ ସ୍ପର୍ଶ ଯେତେବେଳେ ଆରମ୍ଭ ହେଲା 9:57 ଯାହାକି ଆମର ଗଣନାକାର ମାନେ କହିଛନ୍ତି ସେଇ ସମୟରେ ହିଁ ମହାସ୍ନାନ ହବ, ମହାପ୍ରଭୁଙ୍କୁ ଗାଧେଇ ଦିଆଯିବ ଏବଂ ଖଇକୋରା ଭୋଗ ଲାଗିବ। ସେଟାକୁ ଗ୍ରହଣ ଭୋଗ ବୋଲି କୁହାଯାଏ। ସେ ଗ୍ରହଣ ଭୋଗର ବିଶେଷତ୍ୱ କଣ ଅଛି? ଗ୍ରହଣ ଭୋଗ ଖଇକୋରା ଭୋଗ ଯେମିତି ବଲ୍ଲଭ ଭୋଗ, ଗୋପାଳ ବଲ୍ଲଭ ଭୋଗ ଯେମିତି ମହାପ୍ରଭୁଙ୍କୁ ଦିଆଯିବେ, ସିଏ ମଧ୍ୟ ଲଘୁହାର। ଆମେ ମାନେ ଯେମିତି ଗ୍ରହଣ ସମୟରେ ପେଟରେ ଯେମିତି ଲଘୁ ଖାଦ୍ୟ ଖାଉଛୁ, ତେଣୁ ମହାପ୍ରଭୁ ଆଉ ଅନ୍ନ ଡାଲମା ବେସର ଶାଗ ଯୋଉ ନିଦା ଭୋଜନ ଆଉ ଖାଇବେନି, ତେଣୁ ଖଇକୋରା ଭୋଗ ଖାଇକିରି ଆମର ମହାପ୍ରଭୁ ଲଘୁ ଖାଦ୍ୟ ଖାଆନ୍ତି ଗ୍ରହଣ ସମୟରେ। ଯେତେବେଳେ ମହାପ୍ରଭୁ ଲଘୁ ଖାଦ୍ୟ ଖାଉଛନ୍ତି ଗ୍ରହଣ ସମୟରେ, ସେତେବେଳେ ସିଏ ସମଗ୍ର ବିଶ୍ୱକୁ ବାର୍ତ୍ତା ଦଉଛନ୍ତି ଗ୍ରହଣ ସମୟରେ ଲଘୁ ଖାଦ୍ୟ ଖାଇବା ଦରକାର, କାରଣ ଏହାର ପ୍ରଭାବ ଶରୀର ଉପରେ ରହିଛି।